ପ୍ରୀତିଗନ୍ଧା ସ୍ୱାମୀ ଆଜି ପରା ମୋ ପୁଅ ପ୍ରଶାନ୍ତର ବିବାହ ହବ। ହଁ ସ୍ୱାମୀ ଆରେ ସମୟଟା ଗଡ଼ି ଗଡ଼ି ଯାଉଛି। এই ଦେଖୁଛ, ଆରେ ଶୁଭ ମୁହୂର୍ତ୍ତର ସମୟଟା আগমନର ଅଭିପ୍ରାୟ ହେଲାଣି। ହେଲେ ଏପର୍ଯ୍ୟନ୍ତ সেই ଗୁମସ୍ତା ତା ଭାରତୀକୁ ନେଇ ଆସୁନି କାହିଁକି? ସ୍ୱାମୀ ଆପଣ ବ୍ୟସ୍ତ ହୁଅନ୍ତୁନି, ସେମାନେ ନିଶ୍ଚୟ ଆସିଥିବେ। ଆରେ ହଁ, ଦେଖୁଛ ତ, ଆରେ ମୋ ପୁଅ ପ୍ରଶାନ୍ତ ପାଇଁ ଆରେ ତା ବିବାହ ବନ୍ଧନର ମହୋତ୍ସବରେ ଆଜି ଆରେ ହଜାର ହଜାର ମୋ ପ୍ରଜାକୁଳ ଆରେ କେତେ ଆନନ୍ଦ ଉପଭୋଗରେ ବେଶ ରାସଲୀଳା କରିଛନ୍ତି। ହଁ ସ୍ୱାମୀ ହେଲେ ପ୍ରୀତି, ସ୍ୱାମୀ ବର୍ତ୍ତମାନ ତ ସମସ୍ତର ବ୍ୟବସ୍ଥା ସରିଯାଇଛି। ସବୁ ଠିକ ହୋଇସାରିଛି। ଚାଲ ଏଥର ଆମେ ଆରେ ପୁଅକୁ ଧରି ଆରେ ପୁଅକୁ ସଜବାଜ କରି ବିବାହ ମଣ୍ଡପକୁ ଦେବାକୁ ପ୍ରସ୍ତୁତ ହେଇଯିବ। ଚାଲ ତେବେ ଚାଲନ୍ତୁ ସ୍ୱାମୀ, ଚାଲ। ଚାଲନ୍ତୁ। ଆରେ କିଏ ତୁମେ ବାବୁ? ଏମିତି ହଠାତ୍ ରାଜମହଲ ଭିତରେ ପ୍ରବେଶ କରି ଆରେ ତୁମେ ଆସିଛ କାହିଁକି? କିଏ ତମେ? ସର୍ବପ୍ରଥମେ ମୋର ପ୍ରଣାମ ଗ୍ରହଣ କରନ୍ତୁ। ଆରେ ଯଶସ୍ୱୀ ଭାବ। ଆପଣ ଜାଣିବାକୁ ଚାହୁଁଛନ୍ତି ନା ମୁଁ କିଏ? ହେଲେ ତମେ କିଏ ବାବୁ? ଆପଣଙ୍କୁ ବୋଧେ ମୋ ସାଙ୍ଗ ପ୍ରଶାନ୍ତ କହିନଥିବି। ମୁଁ ହେଉଛି ସେଇ ପ୍ରଶାନ୍ତର ସାଙ୍ଗ ପ୍ରେମ କୁମାର। ହେଁ? ପ୍ରେମ କୁମାର? ଆପଣ ହେଲେ ଆପଣ ମୋ ନାମ ଶୁଣିବା ପରେ ଏମିତି ଚମକି ପଡ଼ିଲେ ଯେ? ଆରେ କାହିଁକି କେଜାଣି ତମର ମୁଖମଣ୍ଡଳର ଦର୍ଶନ ହେଲା ମାତ୍ରେ ଆରେ ମୋ ଛାତି ଭିତରେ ଜାଗା ଆରେ କାହିଁକି କେଜାଣି କେମିତି କେମିତି ଲାଗୁଛି। ହେଲେ ତମେ ଏଠାକୁ ଆସିଛ କାହିଁକି ବାବୁ? ମୁଁ ଆସିବାର କାରଣ ହେଉଛି ମୋ ସାଙ୍ଗମାନେ ଆପଣଙ୍କ ପୁଅ ପ୍ରଶାନ୍ତ ଆଉ ମୁଁ ଗୋଟାଏ ଆଶ୍ରମରେ ଆମେ ପାଠ ପଢୁଥିଲେ। ମାନେ? ଆମେ ଦିହେଁ ବହୁତ ଭଲ ସାଙ୍ଗ। ଆଉ ସେ ମୋତେ କହିଥିଲା ସାକ୍ଷାତ କରିବାକୁ ଆଉ ତାଙ୍କୁ ଦେଖା କରିବାକୁ। ମୁଁ ଏଠିକି ଆସିଛି। ଆରେ ତାମାନେ ତମେ ମୋ ପୁଅ ପ୍ରଶାନ୍ତର ସାଙ୍ଗ? ଓ ଆରେ ଆଜି ପରା ମୋ ପୁଅର ବିବାହ ବନ୍ଧନ ଆରମ୍ଭ ହଉଛି। ହଁ ହଁ, ବିବାହ। ଆରେ ଆଜି ମୋ ପୁଅ ପ୍ରଶାନ୍ତର ବିବାହ ସମାରୋହ ଆୟୋଜନ ହବ। ଏତେ ଶୀଘ୍ର ବିବାହ ହେଇଗଲା, ହେଲେ ମୋ ସାଙ୍ଗ ମୋତେ ଜଣେଇ ପାରିଲେନି? ଆରେ ତମ ସାଙ୍ଗ ତମକୁ ଜଣେଇନି? ନାଇଁ ନାଇଁ, ଆରେ ମୋ ପୁଅ ପରା ଆରେ ବିବାହ ବେଦିରେ ବସି ସାରିଲାଣି। ତାହେଲେ ତାଙ୍କରି ପାଖକୁ ଆମେ ଯିବା। ତମେ ଯିବ? ମାନେ ମୁଁ ଏଠି ରହୁଛି, ଆପଣ ତାଙ୍କୁ ନେଇ ଆସନ୍ତୁ ନା। ଆରେ ନାଇଁ ନାଇଁ, ସେ ଆସିପାରିବନି। ଯଦି ତମେ ଚାହିଁବ ତାହେଲେ ଯଦି ମୋ ପୁଅର ସାଙ୍ଗ ହିସାବରେ ତମେ ତାଙ୍କ ପାଖକୁ ଯାଇପାର। ଠିକ ଅଛି ମଉସା, ତାହେଲେ ଆସୁଛି। ଠିକ ଅଛି। ଆରେ ମୋ ପୁଅ ମଣ୍ଡପ ଉପରେ ଅଛି। ଠିକ ଅଛି, ତାହେଲେ ମୁଁ ଆସୁଛି ମଉସା। ହଁ, ଯାଅ ବାବୁ ଯାଅ। ମହାରାଜ ଆରେ ଗୁମାସ୍ତା ସବୁ ସରି
ଯାଇଛି ମହାରାଜ। ଆରେ କ'ଣ ହେଇଛି? ଆରେ ତମେ ଏମିତି କାନ୍ଦୁଛ କାହିଁକି? ଆରେ ପ୍ରୀତି, ମହାରାଜ ଆରେ ଗୁମସ୍ତା କ'ଣ ହେଇଛି? ସବୁ ସରି ଯାଇଛି। ଆରେ କ'ଣ ଶୋଇଯାଇଛି? ଆପଣଙ୍କ ପାଖରେ ପ୍ରକାଶ କରିବାକୁ ନିଜେ ଆମକୁ ଲଜ୍ଜା ଲାଗୁଛି। ଆରେ ତୁ କୋଉ କଥା କହିବାକୁ ଚାହୁଁଛୁ? ଯାହାକୁ ଯାହାକୁ ଆମେ ଆମ ଭଣଜାକୁ ବିବାହ କରିବା କଥା ହେଁ? ତାମାନେ ସିଏ ବର୍ତ୍ତମାନ ସିଏ ଯାଉ ଅନ୍ୟ ରାସ୍ତା ଦେଇ ଚାଲି ଯାଇ ନାଇଁ! ଭାଇ ଏଥିରେ ମାନେ କ'ଣ କହୁଛ ପ୍ରୀତି, ସ୍ୱାମୀ? ଏଇଟା ବଡ଼ ଅପମାନର କଥା। ହଁ ସ୍ୱାମୀ। ଆରେ ମୋ ବୋହୂ, ଆରେ ବିବାହ ବିଧି ଛାଡ଼ି ସେ ଅନ୍ୟତ୍ର ଚାଲି ଯାଇଛି ମାନେ? ମହାରାଜ ନାଇଁ, ତମେ ମିଛ କହୁଛ ମତେ। ବିଦ୍ୟାରଣ ମହାରାଜ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ମହାରାଜ ମୋ ବାଣୀ ଚାଲି ଯାଇଛି ମହାରାଜ। ସ୍ୱାମୀ, ପ୍ରୀତି, ଏ କଥା ଯଦି ମୋ ପୁଅ ଛାଡ଼ିବ, ହେଲେ ସେ ତ ଏଠି ଗୋଟିଏ ମୁହୂର୍ତ୍ତ ରହିପାରିବନି। ହଁ ପ୍ରୀତି, ହଁ, ତମେ ଠିକ କହୁଛ। ଆରେ, এই କଥା ଯଦି ମୋ ପୁଅ ଜାଣିବ, এই କଥା ଯଦି ରାଜ୍ୟ ପ୍ରଜାବାସୀ ସମସ୍ତେ ଜାଣିବେ, ହଁ ସ୍ୱାମୀ, ତାହେଲେ ମୁଁ କୋଣ ମୁଣ୍ଡ ଟେକି ଚାଲିପାରିବି ପ୍ରୀତି? କେତେ ବଡ଼ ଅପମାନର କଥା। ମହାରାଜ ଗୁମସ୍ତା, ଆପଣଙ୍କ ଏ ପଛପଟରେ ଇଏ ପୁଣି କିଏ? ଇଏ ଇଏ ହେଉଛି ମୋ ମୋ ପୁଅ ପ୍ରଶାନ୍ତର ସାଙ୍ଗ। ପ୍ରଶାନ୍ତର ସାଙ୍ଗ? ହଁ ଭାଇ। ତାଙ୍କ କିଛି ଠିକଣା ଆପଣ ଜାଣିଛନ୍ତି କି? ଆରେ ହଁ, ମୁଁ ଜାଣିଛି। ତାଙ୍କ ନାଁଟା କ'ଣ? ହେଲେ ତମେ ଏସବୁ ପଚାରିବାର ମାନେ କ'ଣ? ହଁ, ଅଛି ଅଛି? ଅଛି ମୁଁ ଦିନକର ମୁଁ ଶୁଣିଛି, ହେଲେ ଏ ତାଙ୍କରି ନାଁଟା କ'ଣ? ତା ନାଁ ହେଉଛି ପ୍ରେମ। ଭାଇ, ହେଲେ ଏମାନେ ଚମକି ପଡ଼ିଛନ୍ତି କାହିଁକି? କିଏ ଜାଣି ପ୍ରୀତି, ମୁଁ କିଛି ମହାରାଜ। ରାଜନ, ହଁ ମହାରାଜ। ଏ କୁମାସର ଭଉଣୀ ତାଙ୍କ ଭାଣଜୀକୁ ଆଉ କେହି ନାହିଁ। ହଁ ମହାରାଜ। ଏ ପ୍ରେମ କୁମାର ନେଇକି ଯାଇଛି ମହାରାଜ। ସେଇ ପ୍ରଜ୍ଞାକୁ ନେଇ କୋଉଠି ଲୁଚେଇକି ରଖ ମହାରାଜ। କ'ଣ କହୁଛ ତମେ? ତାମାନେ ଏଟା ନିରାଟ ସତ୍ୟ। ତାମାନେ ମୋ ବୋହୂକୁ ଏ ପ୍ରେମ କୁମାର ନେଇକି କୋଉଠି ଲୁଚେଇକି ରଖ। ଆଜି ଆପଣଙ୍କ ସମ୍ମୁଖରେ ଅଭିନୟ କରୁ। କ'ଣ ସବୁ କହୁଛ ବାବୁ? ମୁଁ ଯାହା ସବୁ ଶୁଣୁଛି ସେଇ କଥା କ'ଣ ସତ? ହେଁ? ମୁଁ କାହିଁକି ଆପଣଙ୍କୁ ମିଛ କହିବି? ଆରେ ମୁଁ ପରା ଏଇନେ ଆପଣଙ୍କ ଘରକୁ ଆସିଛି। ଆରେ ହଁ ଯେ, ଆରେ ସେମାନେ କହୁଛନ୍ତି ତୁ କାଳେ ମୋ ବୋହୂକୁ ନେଇ କୋଉଠି ଲୁଚେଇଛୁ? ଆପଣଙ୍କ ବୋହୂ ହେଁ? ଆପଣଙ୍କ ବୋହୂ ତାଙ୍କର ଆପଣ ଏପର୍ଯ୍ୟନ୍ତ ଜାଣିନି କେମିତି ମୋ ବାଣୀକୁ ନେଇକି ଯାଇଛି। ଆପଣଙ୍କ ବୋହୂ ସତ କହ ବାବୁ, ଏତେ ବଡ଼ ଅପମାନ ମତେ ଦେଇପାରୁଛ କେମିତି ତମେ? ଆପଣ ବିନା ଦୋଷରେ କାହାଙ୍କୁ ଦୋଷୀ କରିବାଟା ଠିକ ନୁହଁ। ଦୋଷୀ? କହିଲେ ଦେଖି, ଆପଣଙ୍କ ବୋହୂଙ୍କ ନାମ କ'ଣ କହିଲେ? ମୋ ବୋହୂଙ୍କ ନାମ ପ୍ରଜ୍ଞା। ଆରେ ପ୍ରଜ୍ଞା, ଶୁଣିଲେ ତ? ହେଲେ ସତ କୁହ, ତମେ ମୋ ପ୍ରଜ୍ଞାକୁ କୋଉଠି ଲୁଚେଇଛ? ଏ ବାବୁ, ସତ କହୁଛି, ମୁଁ କାହିଁକି ମିଛ କହିବି? ଦେଖ ବାବୁ, ହେଲେ ସତ କୁହ। ଯଦି ଏତେ ବଡ଼ ଅପମାନ କଥା ଯଦି ମୋ ପୁଅ ଆକାଶ ଜାଣିବ, ତାହେଲେ ବହୁ ବଡ଼ ଅଘଟଣ ଘଟିଯିବ। ଆଉ ଆପଣ ହେଉଛନ୍ତି ମୋ ବାବା ସବାର ଲୋକ, ଆଉ ଆପଣ ମୋ ମା ସବାର ଲୋକ। ହଁ ବାବୁ। କାହିଁକି ମୁଁ ମିଛ କହିବି? ତାମାନେ ଆପଣ ଭୁଲ ବୁଝୁଛନ୍ତି। ତାମାନେ ଆପଣ କହିବେ ଯଦି ଆମେ ଖୋଜିବାକୁ ଯିବା, ଚାଲନ୍ତୁ। ଏ ବାବୁ, ଖୋଜିବାକୁ ଯିବା? ନାଇଁ, ତୁ ମିଛ କହୁଛୁ।
ରାଜନ ଏ ଆପଣଙ୍କୁ ଭଣ୍ଡେଇ ଚାଲିଛି ପାଦର ମଞ୍ଜ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ବାଟ ହବ ତାପରେ ସତ କଥାଟା ପ୍ରକାଶ କରି ଠିକ ଅଛି ଏବେ ମୋତେ ସେଇ ଚାବୁକଟା ଦେଲ ଯେତେବେଳେ ପର୍ଯ୍ୟନ୍ତ ତୁ ସତ କଥା ନ କହିଛୁ ସେତେବେଳେ ତତେ ମୁଁ ମାରି ମାରି ତତେ ମୁଁ ମାରିଦେବି ଆପଣ ଅନ୍ୟାୟ କରୁଛନ୍ତି ମହାରାଜ ମୁଁ ସତ କହୁଛି ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ ଆରେ ଆପଣ ପରା ମୋ ବାପ ସମାନ ଲୋକ ମୁଁ ଆପଣଙ୍କ ପ୍ରାଣ ଖାଇ କହୁଛି ମୁଁ ଜମାରୁ ସେସବୁ ଭୁଲ କରିନି ପୋଷାକ ଅଛି ସମ୍ପୂର୍ଣ୍ଣ ଖେଳିବାକୁ ঠিক কইতে পারছো তাকু এ রাজରୁ বিতাড়িত করে দিও ମହାରାଜ ଆପଣ ଏଇଠି ବସନ୍ତୁ ମହାରାଜ ଜନ୍ମ ହେଇଛି ଯେମିତି ନଗଳା ହୋଇ ଏ ନଗଳା ହୋଇ ଏ କାନ୍ତ ଦୁଆରରେ আরে আমার পরা গোটাଏ বাপ আরে আমার কবি পুଅ অଛନ୍ତି কাহিଁକି କାହିଁକି ମୋତେ ଏମିତି ଅନ୍ୟାୟ ଅତ୍ୟାଚାର କରୁଛନ୍ତି ଗୋଟାଏ କଥା ମନେ ରଖିଥିଲେ ମହାରାଜ ଏ ଦୁନିଆରେ ଧର୍ମ ଭଳି କିଛି ଅଛି সেই ধর্মକୁ ଚାହିଁ କହୁଛି ମହାରାଜ ମୁଁ ସବୁ ପାପ କର୍ମ କରିନି ମୋତେ ମୋ ବାଟରେ ଯିବାକୁ ଦିଅନ୍ତୁ ଅଯଥାରେ ଆପଣ ହେଉଛନ୍ତି ବଡ଼ ଲୋକ କାହିଁକି ଅଯଥାରେ ମୁଁ ଆପଣଙ୍କ ସହିତ ଲାଗିବି ଆରେ ଆପଣ ହେଉଛନ୍ତି ରାଜା ଆପଣ ଯାହା ଚାହିଁଲେ ତାହା କରିପାରିବେ ঠিক আছে আজি যদি মু সেই ধর্ম দাণ্ডে দোষী হয়েছি ঠিক কথা চালিয়ে এসি গোটাଏ কথা মনে ରଖନ୍ତୁ ଥରେ ଥରୁଟିଏ ଭାବିକି ଦେଖନ୍ତୁ ଯଦି ମୁଁ ଆପଣଙ୍କର ପୁଅ ହେଇଥାନ୍ତି ତାହେଲେ ଆପଣ କଣ ମୋତେ ଏମିତି ମାଡ଼ ମାରିଥାନ୍ତେ আজি যদি ମୋ ମା ବାବା ଥାନ୍ତେ ନା ତାହେଲେ ମୁଁ ଏମିତି କଷ୍ଟ ପାଇନଥାନ୍ତି ହେ ମା ବାବା ଆରେ ତମେ ସ୍ୱର୍ଗରେ ଥାଇ ଦେଖି ପାରୁଛ ନା ତମରି ମୁହଁ କେତେ କଷ୍ଟ ପାଉଛି ଆରେ କାହିଁକି ମୋତେ ଜନ୍ମ କଲ
আরে মারি হেরে দেই থাকত বতে জন্ম হেলা দিলু দোস্ত এই নির্বোধ গোলাঙ্গার পুয়াকু ସବୁଦିନ ପାଇଁ এই ରାଜ୍ୟରୁ ବିତାଡ଼ିତ କରିଦିଅ। କଣ କହିଲେ ଆପଣଙ୍କ ପାଟିରୁ ପୁଅ ଶବ୍ଦ ବାହାରି ଗଲା ମତେ ପୁଅ ବୋଲି କହିଲେ ନା ଯାହା ବି ହଉ ଆପଣ ମତେ ପୁଅ ବୋଲି ସମ୍ବୋଧନ କରିଥିବାରୁ ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ ହେଲେ ଚାଲି ଯାଉଛି ମହାରାଜ କାହିଁକି ନା এই অতীত মেঘକୁ সমারূপে ভরসা নাই ଏଥର କ'ଣ କରିବା ମହାରାଜ? ଆରେ ମହାରାଜ ଆପଣ ଯାହା ଦାୟିତ୍ୱ ଦେବ ମହାରାଜ ଶୀଘ୍ର ଯିବା ମହାରାଜ। ଆରେ ଯାଅ ମହାରାଜ ଆରେ ମୋ ବୋହୁ ନିଶ୍ଚୟ କୋଉଠି ଯିବି ମହାରାଜ ଆରେ ତାକୁ ଖୋଜିକି ଆଣ। ଠିକ ଅଛି ମହାରାଜ। ରାଜନ ଯେମିତି ହେଲେ ମଧ୍ୟ ଆମ ଭଣଜାକୁ ବିବାହ କରିବାକୁ ପଡ଼ିବ। ଯାଅ ଏଇଠି ନହେଲେ ସେଇଠି ସେଇଠି ନହେଲେ ଆଉ କୋଉଠି ବି ଆରେ ନେଇକି ଯାଅ ସମୟ ବିଳମ୍ବ କରନି। ଆରେ ମୋ ବୋହୁକୁ ଖୋଜିବାର ବ୍ୟବସ୍ଥା କର। ଠିକ ଅଛି ଆମେ ଯାଉଛୁ ମହାରାଜ। ଯାଅ। ସ୍ୱାମୀ